गुरुदेवाय नमः। ओम गुरुदेवाय नमः। ओम गुरुदेवाय नमः। हरे कृष्ण 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 हरे हरे, हरे राम 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 हरे हरे, हरे कृष्ण 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 हरे हरे, हरे राम 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 हरे हरे। श्रीमद् भगवद गीता अष्टदश अध्याय मुख्य संन्यास योग आज मु पाठ करने जाऊँ। ओम श्री परमात्मने नमः। प्रथम अध्याय अर्जुन विषाद योग धृतराष्ट्रवाच धर्मक्षेत्रे कुरुक्षेत्र समवेत युयुश्चवः मामकाः पाण्डवाश्चैव किमकुर्वत संजय। ओम श्री परमात्मने नमः। अथ श्रीमद् भगवद गीता अष्टदश अध्याय मुख्य संन्यास योग। अर्जुन उवाच संन्यासस्य महाबाहो तत्त्वमिच्छामि वेत्तितुं त्यागस्य च हृषीकेश पृथक् केशी निषूदन। अर्जुन कहले, हे महाबाहु, हे केशी हंता, हे हृषीकेश, मु त्याग और संन्यासर उद्देश्य संबंध रे जानिबा को इच्छा करे। श्री भगवान वाच काम्यानां कर्मणान्यासं संन्यासं कवयो विदुः सर्वकर्मफलत्याग प्राहुस्यागं विचक्षणाः। श्री भगवान कहले, कर्मफल त्याग को त्याग बोली पंडित माने कहती एवं सही अवस्था को विशिष्ट पंडित माने संन्यास बोली कहती। त्याज्यं दोष बदित्ये के कर्म प्राहुर्मनीषिणः यज्ञदान तपः कर्म न त्याज्यमिति चापरे। केतेक मनुष्य कहती जे समस्त प्रकार सकाम कर्म त्याग करने उचित, किंतु अन्य केतेक मनुष्य बा मुनि अछंती जो माने मत प्रकाश करी कहती जे यज्ञ ज्ञान और तपकर्म करी कदापि त्याग करने उचित नुह। यज्ञ दान और तप कर्म कदापि त्याग करने उचित नुह। निश्चयं शृणु मे तत्र त्यागे भरत सत्तम त्यागो हि पुरुष व्याघ्र त्रिविधः संप्रकीर्तितः। हे भरत श्रेष्ठ, वर्तमान मो ठार त्याग संबंध रे शुण। हे पुरुष श्रेष्ठ, शास्त्र मानकर घोषणा करा जायछि जे तीन प्रकार त्याग अछि। यज्ञ दान तपः कर्म न त्यज्य कार्यमेव तत्। यज्ञ दानं तपश्चैव
ପାବନାନି ମନୀଷିଣାମ୍। ଯଜ୍ଞ ଦାନ ଓ ତପ କର୍ମ ତ୍ୟାଗ କରିବା ଉଚିତ ନୁହେଁ। ଏସବୁ ନିରନ୍ତର ଚାଲୁ ରଖିବା ଉଚିତ। ବାସ୍ତବରେ ଯଜ୍ଞ ଦାନ ଓ ତପ କର୍ମ ଏପରିକି ବିଶିଷ୍ଟ ମୁନି ଋଷିମାନଙ୍କୁ ମଧ୍ୟ ବିଶୁଦ୍ଧ କରାଏ। एतान्यपि तु कर्माणि सङ्गं त्यक्त्वा फलानि च कर्तव्यानिति मे पार्थ निश्चिन्तं मतमुत्तमम्। ଏସବୁ କର୍ମ ଏବଂ ସମସ୍ତ ଫଳାକାଂକ୍ଷା ତ୍ୟାଗ କରିବା ଉଚିତ। ହେ ପୃଥାପୁତ୍ର, ଏସବୁ କର୍ତ୍ତବ୍ୟ ହିସାବରେ କରାଯିବା ଉଚିତ। ଏହା ମୋର ଶେଷ ସିଦ୍ଧାନ୍ତ। ନିୟତସ୍ୟ ତୁ ସନ୍ନ୍ୟାସଃ କର୍ମଣୋ ନୋପପଦ୍ୟତେ ମୋହାତସ୍ୟ ପରିତ୍ୟାଗସ୍ତାମସଃ ପରିକୀର୍ତ୍ତିତଃ। ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ତ୍ୟାଗ କରିବା ଉଚିତ ନୁହେଁ। ଯଦି ମୋହବଶତଃ କୌଣସି ବ୍ୟକ୍ତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ତ୍ୟାଗ କରେ, ତାହାହେଲେ ସେ ତ୍ୟାଗକୁ ତାମସ ତ୍ୟାଗ କୁହାଯାଏ। ଦୁଃଖମିତୈବ ଯତ୍କର୍ମ କାୟକ୍ଲେଶଭୟାତ୍ ତ୍ୟଜେତ୍ ସ କୃତ୍ବା ରାଜସଂ ତ୍ୟାଗଂ ନୈବ ତ୍ୟାଗ ଫଲଂ ଲଭେତ୍। ଯଦି କୌଣସି ବ୍ୟକ୍ତି ଶାରୀରିକ କଷ୍ଟ କିମ୍ବା ଭୟ ଯୋଗୁଁ ନିର୍ଦ୍ଦିଷ୍ଟ କର୍ମ ତ୍ୟାଗ କରେ, ତାହାହେଲେ ସେ ରଜୋଗୁଣାଧୀନ ହୋଇଛି ବୋଲି ବୁଝିବାକୁ ହେବ। ଏ ପ୍ରକାର ତ୍ୟାଗ କଦାପି ତାକୁ ଉଚ୍ଚତର ସ୍ତରକୁ ଉନ୍ନୀତ କରାଇବ ନାହିଁ। କାର୍ଯ୍ୟମିତୈବ ଯତ୍କର୍ମଂ ନିୟତଂ କ୍ରିୟତେऽର୍ଜୁନ ସଙ୍ଗଂ ତ୍ୟକ୍ତ୍ବା ଫଳଂ ଚୈବ ସତ୍ୟାଗଃ ସାତ୍ୱିକୋ ମତଃ। ହେ ଅର୍ଜୁନ, ଯେ କେବଳ କର୍ତ୍ତବ୍ୟ ସମ୍ପାଦନ କରେ, କାରଣ ତାହା ନିଶ୍ଚୟ କରିବାକୁ ହେବ, ତାହା କରଣୀୟ ଏବଂ ସମସ୍ତ ଫଳ କାମନା ତ୍ୟାଗ କରେ, ସେ ସାତ୍ୱିକ ଭାବାପନ୍ନ ହୋଇ ତ୍ୟାଗ କରେ ବୋଲି ବୁଝିବାକୁ ହେବ, ଅର୍ଥାତ୍ ତାର ତ୍ୟାଗ ସାତ୍ୱିକ ଅଟେ। ନ ଦ୍ୱେଷ୍ଟ୍ୟ କୁଶଳଂ କର୍ମ କୁଶଳେନାନୁସଜ୍ଜତେ ତ୍ୟାଗୀ ସତ୍ତ୍ୱସମାବିଷ୍ଟୋ ମେଧାବୀ ଛିନ୍ନ ସଂଶୟଃ। ଯେଉଁମାନେ ଅଶୁଭ କର୍ମକୁ ଘୃଣା କରନ୍ତି ନାହିଁ କିମ୍ବା ସତ୍ତ୍ୱଗୁଣସ୍ଥିତ ଶୁଭ କର୍ମ ପ୍ରତି ଆସକ୍ତ ହୁଅନ୍ତି ନାହିଁ, ସେମାନେ କର୍ମ ସମ୍ବନ୍ଧରେ ସଂଶୟହୀନ ଅଟନ୍ତି, ଅର୍ଥାତ୍ ସେମାନଙ୍କର କର୍ମ ସମ୍ବନ୍ଧରେ କୌଣସି ସନ୍ଦେହ ଆଉ ନଥାଏ। ନ ହି ଦେହଭୃତା ଶକ୍ୟଂ ତ୍ୟକ୍ତୁଂ କର୍ମଣ୍ୟଶେଷତଃ ଯସ୍ତୁ କର୍ମଫଳ ତ୍ୟାଗୀ ତ୍ୟାଗୀ ଭୀୟତେ। ଜୀବ ପକ୍ଷରେ ସମସ୍ତ କର୍ମ ତ୍ୟାଗ କରିବା ବାସ୍ତବିକ ଅସମ୍ଭବ। ତେଣୁ କୁହାଯାଏ ଯେ କର୍ମଫଳ ତ୍ୟାଗ କରେ, ସେ ପ୍ରକୃତ ତ୍ୟାଗୀ ଅଟେ। ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିବିଧଂ କର୍ମଣ ଫଳଂ ଭବତ୍ୟାଗିନାଂ ପ୍ରେତ୍ୟଂ ନ ତୁ ସନ୍ନ୍ୟାସିନାଂ କ୍ୱଚିତ୍। ଯେଉଁମାନେ ତ୍ୟାଗୀ ନୁହନ୍ତି, ସେମାନେ ମୃତ୍ୟୁ ପରେ କର୍ମର ତ୍ରିବିଧ ଫଳ ଅନିଷ୍ଟ, ଇଷ୍ଟ ଓ ମିଶ୍ର ଫଳ ଭୋଗ କରନ୍ତି। କିନ୍ତୁ ଯେଉଁମାନେ ତ୍ୟାଗୀ ବା ସନ୍ନ୍ୟାସୀ, ସେମାନେ ଏ ପ୍ରକାର କର୍ମଫଳ ଭୋଗ କରନ୍ତି ନାହିଁ, ଅର୍ଥାତ୍ କର୍ମଫଳ ଜନିତ ସୁଖ ଦୁଃଖ ଭୋଗ କରନ୍ତି ନାହିଁ। ପଞ୍ଚୈତାନି ମହାବାହୋ କାରଣାନି ନିବୋଧ ମେ
सांख्ये कृतान्ते प्रोक्तानि सिद्धये सर्वकर्मणाम् अधिष्ठानं तथा कर्ता कारणं च पृथक् विधं विविधाश्च पृथक् चेष्टा दैवं चैवात्र पंचमम्। हे महाबाहु अर्जुन, କାର୍ଯ୍ୟାନୁଷ୍ଠାନର ଯେଉଁ 5ଟି କଥା ଅଛି ତାହା ମୋ ଠାରୁ ଶୁଣ। ସାଂଖ୍ୟ ଦର୍ଶନରେ ଏ ସମ୍ବନ୍ଧରେ କୁହାଯାଇଅଛି ଯେ ଏଗୁଡ଼ିକ ହେଉଛି କାର୍ଯ୍ୟାନୁଷ୍ଠାନର ସ୍ଥାନ, କର୍ତ୍ତା, ଇନ୍ଦ୍ରିୟଗଣ, ଚେଷ୍ଟା ଏବଂ ସର୍ବୋପରି ପରମାତ୍ମା। ଶରୀରଂ ବାନ୍ମନୋଭିର୍ଯତ୍ କର୍ମ ପ୍ରାରଭ୍ୟତେ ନରଃ ନ୍ୟାୟଂ ବା ବିପରୀतं ବା ପଞ୍ଚୈତେ ତସ୍ୟ ହେତବଃ। ଶରୀର, ମନ ବା ବାକ୍ୟ ଦ୍ୱାରା ଯେଉଁ ବିଧିସମ୍ମତ ବା ବିଧି ବିରୋଧ କର୍ମମାନ କରେ, ଶରୀର, ମନ ବା ବାକ୍ୟ ଦ୍ୱାରା ବ୍ୟକ୍ତି ଯେଉଁ ବିଧିସମ୍ମତ ବା ବିଧି ବିରୋଧ କର୍ମମାନ କରେ, ସେସବୁ ଉପରୋକ୍ତ 5ଟି କାରଣ ନିହିତ ଥାଏ। ସେସବୁରେ ଉପରୋକ୍ତ 5ଟି କାରଣ ନିହିତ ଥାଏ। ତତୈବଂ ସତି କର୍ତ୍ତାରମାତ୍ମାनं କେବଳଂ ତୁ ଯଃ ପଶ୍ୟତ୍ୟକୃତବୁଦ୍ଧିତ୍ୱା ନ ସ ପଶ୍ୟତି ଦୁର୍ମତିଃ। ତେଣୁ ଯେ ଉପଯୁକ୍ତ 5ଟି କାରଣ କଥା ବିଚାର ନ କରି ନିଜକୁ କର୍ତ୍ତା ବୋଲି ଭାବେ, ବାସ୍ତବରେ ସେ ଅତ୍ୟନ୍ତ ବୁଦ୍ଧିମାନ ନୁହେଁ ଏବଂ ବସ୍ତୁର ପ୍ରକୃତ ସ୍ୱରୂପ ମଧ୍ୟ ସେ ଦେଖିପାରେ ନାହିଁ। ଯସ୍ୟ ନାହଂ କୃतो ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ହତ୍ୱାପି ସ ଇମାଂ ଲୋକା ନ ହନ୍ତି ନ ନିବଧ୍ୟତେ। ଯସ୍ୟ ନାହଂ କୃतो ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ହତ୍ୱାପି ସ ଇମାଂ ଲୋକା ନ ହନ୍ତି ଚ ନିବଧ୍ୟତେ। ଯେ ମିଥ୍ୟା ଅହଙ୍କାର ଦ୍ୱାରା ପ୍ରଣୋଦିତ ହୁଏ ନାହିଁ, ଯାହାର ବୁଦ୍ଧି ବିଷୟାସକ୍ତ ନୁହେଁ, ସେ ଏ ପୃଥିବୀରେ ମନୁଷ୍ୟ ବୋଧ କଲେ ସୁଦ୍ଧା ହନ୍ତା ନୁହେଁ କିମ୍ବା ସେ ତାର କର୍ମ ବନ୍ଧନରେ ବାନ୍ଧି ହୁଏ ନାହିଁ, ଅର୍ଥାତ୍ କର୍ମଫଳ ଭୋଗ କରେ ନାହିଁ। ଜ୍ଞାନଂ ଜ୍ଞେୟଂ ପରିଜ୍ଞାତା ତ୍ରିବିଧା କର୍ମ ଚେଦିନା କरणं कर्म कर्तेति ତ୍ରିବିଧଃ କର୍ମ ସଂଗ୍ରହଃ। ଜ୍ଞାନର ଲକ୍ଷ୍ୟ ଏବଂ ଜ୍ଞାତା, ଏ ହେଉଛି 3ଟି କଥା ଯାହା କର୍ମ କରିବାକୁ ପ୍ରେରଣା ଦିଏ। ଇନ୍ଦ୍ରିୟଗଣ, କର୍ମ ଏବଂ କର୍ତ୍ତା, ଏହିମାନେ କର୍ମର 3ଟି ଆଧାର ଅଟନ୍ତି। ଜ୍ଞାନଂ କର୍ମଂ ଚ କର୍ତ୍ତା ଚ ତ୍ରିଧୈବ ଗୁଣଭେଦତଃ ପ୍ରୋଚ୍ୟତେ ଗୁଣସଂଜ୍ଞାନେ ଯଥା ବଚ୍ଛୃଣୁତାନ୍ୟପି। জ্ঞানং কর্মং চ কর্তা চ ত্রিধৈব গুণভেদতঃ প্रोच्यते गुणसंज्ञाने যথা বচ্ছৃণুতান্যপি। ଭୂତ ପ୍ରକୃତିର ତ୍ରିଗୁଣ ଅନୁଯାୟୀ ଜ୍ଞାନ, କର୍ମ ଏବଂ କର୍ମାନୁଷ୍ଠାନ 3 ପ୍ରକାର ଅଟେ। ସେଗୁଡ଼ିକ ସମ୍ବନ୍ଧରେ ମୁଁ ଯାହା କହୁଛି ଶୁଣ।
सर्वभूतेषु जेनैकं भावं व्ययमीक्षते सर्वभूतेषु जेनैकं भावमव्ययमीक्षते अविभक्तं विभक्तेषु तज्ज्ञानं विधि सात्विकम्। ଯେଉଁ ଜ୍ଞାନ ସାହାଯ୍ୟରେ ପ୍ରତ୍ୟେକ ଅବସ୍ଥିତିରେ ଏକ ଅବିଭକ୍ତ ବା ଅଖଣ୍ଡ ଦିବ୍ୟ ପ୍ରକୃତି ହିଁ ସୃଷ୍ଟ ହୁଏ, ଯେଉଁ ଜ୍ଞାନ ସାହାଯ୍ୟରେ ସମସ୍ତ ପ୍ରକାର ବିଭିନ୍ନତାରେ ଏକତା ବା ଐକ୍ୟ ଭାବ ହିଁ ଦୃଷ୍ଟ ହୁଏ, ସେହି ଜ୍ଞାନ ସାତ୍ତ୍ୱିକ ଜ୍ଞାନ ଅଟେ। ପୃଥକ୍ତ୍ୱେନ ତୁ ଜ୍ଞାନଂ ନାନାଭାବାନ୍ ପୃଥଗ୍ବିଧାନ୍ ବେତ୍ତି ସର୍ବେଷୁ ଭୂତେଷୁ ତଜ୍ଜ୍ଞାନଂ ବିଧିରାଜସାମ୍। ଯେଉଁ ଜ୍ଞାନ ବଳରେ ବିଭିନ୍ନ ଜୀବଙ୍କୁ ବିଭିନ୍ନ ରୂପରେ ବା ବିଭିନ୍ନ ଶରୀର ଧାରଣ କରିଥିବା ରୂପରେ ଦେଖାଯାଏ, ସେ ଜ୍ଞାନ ରାଜସିକ ଜ୍ଞାନ ଅଟେ। ଯତ୍ତୁ କୃଷ୍ଣ ବିଦେ କସ୍ମିନ୍ କାର୍ଯ୍ୟେ ସକ୍ତାମ ହେତୁକମ୍ ଅତତ୍ତ୍ୱାର୍ଥ ବିଦଳ୍ପ ଚ ତତ୍ତାମ ସମୁଦାହୃତମ୍। ଯେଉଁ ଜ୍ଞାନ ଦ୍ୱାରା ବ୍ୟକ୍ତି ଗୋଟିଏ କାର୍ଯ୍ୟରେ ତାହାକୁ ଏକମାତ୍ର କାର୍ଯ୍ୟ ବୋଲି ଭାବି ସତ୍ୟାସତ୍ୟ ନ ଜାଣି ସେଥିରେ ଆସକ୍ତ ହୋଇ ପଡ଼ିଥାଏ, ତାହା ଅତି ସ୍ୱଳ୍ପ ଜ୍ଞାନ ଅଟେ। ସେ ଜ୍ଞାନ ତାମସିକ ଜ୍ଞାନ ଅଟେ। ନିୟତଂ ସଙ୍ଗରହିତଂ ମରାଗ ଦ୍ୱେଷତଃ କୃତଂ ଅଫଳ ପ୍ରେପ୍ସୁନା କର୍ମ ଯତ ସାତ୍ୱିକମୁଚ୍ୟତେ। ଯେଉଁ କର୍ମ କର୍ତ୍ତବ୍ୟାନୁରୋଧରେ ଅନାସକ୍ତ ଭାବରେ ରାଗ ଦ୍ୱେଷଠାରୁ ଊର୍ଦ୍ଧ୍ୱରେ ରହି ନିଷ୍କାମ କର୍ମୀ ସମ୍ପାଦନ କରେ, ତାହାକୁ ସାତ୍ୱିକ କର୍ମ କୁହାଯାଏ। ଯେ କର୍ମ କରି ଫଳକାଂକ୍ଷା ରଖେ ନାହିଁ, ତାହାକୁ ନିଷ୍କାମ କର୍ମୀ କୁହାଯାଏ। ଯତ୍ତୁ କାମେପ୍ସୁନା କର୍ମ ସାହଙ୍କାରେଣ ବା ପୁନଃ କ୍ରିୟତେ ବହୁଳାୟାସଂ ତଦ୍ରାଜସମୁଦାହୃତମ୍। ବହୁତ କଠିନ ପରିଶ୍ରମ କରି କାମନା ପୂର୍ତ୍ତି ନିମିତ୍ତ ବ୍ୟକ୍ତି ଦ୍ୱାରା ଯେଉଁ କର୍ମ କରାଯାଏ, ସେହି କର୍ମ ମିଥ୍ୟାହଙ୍କାର ସଂଯୁକ୍ତ ହୋଇ କରାଯାଏ, ତାହାକୁ ରାଜସିକ କର୍ମ କୁହାଯାଏ। ଅନୁବନ୍ଧଂ କ୍ଷୟଂ ହିଂସା ମନପ୍ୟେକ୍ଷ୍ୟ ଚ ପୌରୁଷଂ ମୋହାଦାରଭ୍ୟତେ କର୍ମ ଯତତାମସମୁଚ୍ୟତେ। ଯେଉଁ କର୍ମ ଅଜ୍ଞତା ଓ ମୋହର ବଶବର୍ତ୍ତୀ ହୋଇ ଭବିଷ୍ୟତ ବନ୍ଧନ ବା ପରିଣାମ ପ୍ରତି ଦୃଷ୍ଟି ନ ଦିଆଯାଇ ସାଧନ କରାଯାଏ, ପୁନଶ୍ଚ ଯାହା ଅନ୍ୟମାନଙ୍କର କ୍ଷତିକାରକ ହୁଏ ଏବଂ ବାସ୍ତବିକ ଅଟେ, ତାହାକୁ ହିଁ ତାମସିକ କର୍ମ କୁହାଯାଏ। ମୁକ୍ତ ସଙ୍ଗୋ ଅହଂବାଦୀ ଧୃତଶ୍ଚାହଂ ସମନ୍ୱିତଃ ସିଦ୍ଧୋ ନିର୍ବିକାରଃ କର୍ତ୍ତା ସାତ୍ୱିକ ଉଚ୍ୟତେ। ଯେଉଁ କର୍ତ୍ତା ସମସ୍ତ ପ୍ରକାର ଭୌତିକ ସଙ୍ଗରୁ ମୁକ୍ତ, ମିଥ୍ୟା ଅହଂକାର ରହିତ ଏବଂ ଯେ ଖୁବ୍ ଉତ୍ସାହୀ, ଦୃଢ଼ ପ୍ରତିଜ୍ଞ, ସେ ସିଦ୍ଧି ଓ ଅସିଦ୍ଧିରେ ସମଭାବାପନ୍ନ, ତାକୁ ସାତ୍ୱିକ କର୍ତ୍ତା କୁହାଯାଏ। ରୋଗୀ କର୍ମଫଳ ପ୍ରେପ୍ସୁ ସୁଲବ୍ଧ ହିଂସାତ୍ମକୋ ଶୁଚିଃ ହର୍ଷଶୋକାନ୍ୱିତଃ କର୍ତ୍ତା ରାଜସଃ ପରିକୀର୍ତ୍ତିତ।
ଆସକ୍ତଃ କିନ୍ତୁ ଯେଉଁ କର୍ତ୍ତା ତା'ର କର୍ମଫଳ ପ୍ରତି ଆସକ୍ତ ଏବଂ ସେ ଫଳ ଉପଭୋଗ କରିବାକୁ ବରାବର ଇଚ୍ଛୁକ, ଯେ ଲୋଭୀ, ହିଂସାତ୍ମକ, ଅପବିତ୍ର ଏବଂ ସୁଖ ଦୁଃଖରେ ଉତ୍ଫୁଲ୍ଲିତ ବା ବ୍ୟଥିତ, ତାହାକୁ ରାଜସିକ କର୍ତ୍ତା କୁହାଯାଏ। ଅଯୁକ୍ତଃ ପ୍ରାକୃତଃ ସ୍ତବ୍ଧଃ ଶଠୋ ନୈଷ୍କୃତିକୋଳସଃ ବିଷାଦୀ ଦୀର୍ଘସୂତ୍ରୀ च କର୍ତ୍ତା ତାମସ ଉଚ୍ୟତେ। ଯେଉଁ କର୍ତ୍ତା ସର୍ବଦା ନିଜ ମନ ଇଚ୍ଛା କାମ କରେ, ଶାସ୍ତ୍ର ନିର୍ଦ୍ଦେଶ ମାନେ ନାହିଁ, ଯେ ଭୌତିକବାଦୀ ଅଟେ, ବଡ଼ ଉଦ୍ଧତ ଅଟେ, ନିଜକୁ ଠକେ ଏବଂ ଅନ୍ୟମାନଙ୍କୁ ଅପମାନ ଦେବାରେ ବଡ଼ ଦକ୍ଷ ଅଟେ, ପୁନଶ୍ଚ ଯେ ଆଳସ୍ୟପରାୟଣ, ବିଷାଦୀ ଏବଂ ଦୀର୍ଘସୂତ୍ରୀ, ସେ ତାମସିକ କର୍ତ୍ତା ଅଟେ। ବୁଦ୍ଧେର୍ଭେଦଂ ଧୃତେଶ୍ଚୈବ ଗୁଣତସ୍ତ୍ରିବିଧଂ ଶୃଣୁ ପ୍ରୋଚ୍ୟମାନମଶେଷେଣ ପୃଥକ୍ତ୍ୱେନ ଧନଞ୍ଜୟ। ବର୍ତ୍ତମାନ ହେ ଧନଞ୍ଜୟ, ପ୍ରକୃତିର ତ୍ରିଗୁଣ ଅନୁଯାୟୀ କିପରି 3 ପ୍ରକାର ବୁଦ୍ଧି ଓ ଧୃତି ଅଛି, ତାହା ମୋଠାରୁ ବିସ୍ତୃତ ଭାବରେ ଶୁଣ। ପ୍ରବୃତ୍ତିଞ୍ଚ ନିବୃତ୍ତିଞ୍ଚ କାର୍ଯ୍ୟାକାର୍ଯ୍ये ଭୟାଭये ବନ୍ଧମୋକ୍ଷଂ च ଯା ବେତ୍ତି ବୁଦ୍ଧିଃ सा ପାର୍ଥ ସାତ୍ତ୍ୱିକୀ। ହେ ପୃଥାପୁତ୍ର, ଯେଉଁ ବୁଦ୍ଧି ବଳରେ ବ୍ୟକ୍ତି ଜାଣିପାରେ କ'ଣ କରଣୀୟ ଏବଂ କ'ଣ କରଣୀୟ ନୁହେଁ, କାହାକୁ ଭୟ କରିବା ଏବଂ କାହାକୁ ଭୟ ନ କରିବା, ବନ୍ଧନ କ'ଣ ଓ ମୁକ୍ତି କ'ଣ, ସେ ବୁଦ୍ଧି ସାତ୍ତ୍ୱିକ ବୁଦ୍ଧି ଅଟେ। ଜୟା ଧର୍ମମଧର୍ମଂ च କାର୍ଯ୍ୟଂ ଚାକାର୍ଯ୍ୟମେବ च ଅଯଥାବତ୍ ପ୍ରଜାନାତି ବୁଦ୍ଧିଃ सा ପାର୍ଥ ରାଜସୀ। ହେ ପାର୍ଥ, ଯେଉଁ ବୁଦ୍ଧି ବଳରେ ଧର୍ମ କ'ଣ ଅଧର୍ମ କ'ଣ ସଠିକ୍ ରୂପେ ଜଣାଯାଏ ନାହିଁ, ପୁନଶ୍ଚ କାର୍ଯ୍ୟ କ'ଣ ଓ ଅକାର୍ଯ୍ୟ କ'ଣ ଠିକ୍ ରୂପେ ଜଣାଯାଏ ନାହିଁ, ସେ ପ୍ରକାର ଅପୂର୍ଣ୍ଣ ବୁଦ୍ଧିକୁ ରାଜସିକ ବୁଦ୍ଧି କୁହାଯାଏ। अधर्मं धर्ममिति जा मन्यते तमसा वृता सर्वार्थान् विपरीतांश्च बुद्धिः सा पार्थ तामसी। हे ପାର୍ଥ, ଯେଉଁ ବୁଦ୍ଧି ବଳରେ ବ୍ୟକ୍ତି ଅଜ୍ଞତା ଓ ମାୟାର ବଶବର୍ତ୍ତୀ ହୋଇ ଧର୍ମକୁ ଅଧର୍ମ ଏବଂ ଅଧର୍ମକୁ ଧର୍ମ ବୋଲି ଭାବେ ଏବଂ ସର୍ବଦା ବିପରୀତ ଆଚରଣ କରେ, ଅର୍ଥାତ୍ ଭୁଲ ବାଟରେ ପରିଚାଳିତ ହୁଏ, ତାହା ତାମସିକ ବୁଦ୍ଧି ଅଟେ। ଧୃତ୍ୟା ଜୟା ଧାରୟତେ ମନଃ ପ୍ରାଣେନ୍ଦ୍ରିୟକ୍ରିୟାଃ ଯୋଗେନାଭ୍ୟଭିଚାରିଣ୍ୟା ଧୃତିଃ सा ପାର୍ଥ ସାତ୍ତ୍ୱିକୀ। ହେ ପୃଥାପୁତ୍ର, ଯେଉଁ ଧୃତି ଅଖଣ୍ଡ ଧୃତି ଅଟେ, ଯାହା ଯୋଗ ସାଧନା ବଳରେ ଖୁବ୍ ଦୃଢ଼ ହୋଇଛି ଏବଂ ଯାହା ମନ, ପ୍ରାଣ ଏବଂ ଇନ୍ଦ୍ରିୟମାନଙ୍କର
क्रियकर्म को नियंत्रण करे ताहा सात्विक धृति अटे। जया तु धर्म कामर्थान् धूत्या धारयते अर्जुन प्रसंगेन फलाकांक्षी धृति सा पार्थ राजसी। हे अर्जुन, जो धृति साहाय्य व्यक्ति धर्म अर्थ लाभ एवं इंद्रिय सुख भोग कामना करे ताहा राजसिक धृति अटे। ओम श्री कृष्णार्पणमस्तु।